ବିହନ ଓ ଚାରା ଉତ୍ପାଦନ ତାଲିମ ଶିବିର ପୁଇଁତଲା ବ୍ଲକ କୁଣ୍ଡାମାଳ ସ୍ଥିତ ପ୍ରଗତି କୃଷକ ଉତ୍ପାଦକ ସଭାଗୃହଠାରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗୀର ତରଫରୁ ଉତ୍ତମ ମାନର ବିହନ ଓ ଚାରା ଉତ୍ପାଦନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। 5 ଦିନିଆ ତାଲିମ ଶିବିରରେ 15 ଜଣ ମହିଳା ଓ 15 ଜଣ ପୁରୁଷ ଯୋଗଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସତ୍ୟମୟ ଶତପଥୀ, ସାଗରିକା ମୁନା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ପ୍ରଫୁଲ୍ଲ କୁମାର ଭଞ୍ଜ, ଡେପୁଟି ଡାଇରେକ୍ଟର ବଲାଙ୍ଗୀର ଯୋଗଦାନ କରି ଉତ୍ତମ ମାନର ଓ ଗୁଣଯୁକ୍ତ ବିହନ ଓ ଚାରା ଉତ୍ପାଦନ କରିବା ତଥା ତାର ବ୍ୟବସାୟିକ ଦିଗ ଉପରେ ଆଲୋଚନା କରିଥିଲେ। ଶ୍ରୀ ଭଞ୍ଜଙ୍କ ଦ୍ୱାରା ତାଲିମ ଶିବିର ଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଉଭୟ ଥିଓରି ଓ ପ୍ରାକ୍ଟିକାଲ ତାଲିମ ଯୋଗୁଁ ଶିଖିବା ସହଜ ହୋଇଥିବା ଅଂଶଗ୍ରହଣକାରୀ ମତ ପ୍ରକାଶ କରିଛନ୍ତି। ଲଗାତାର 5 ଦିନିଆ ତାଲିମ ଶିବିରକୁ ଏପିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ, ମଧୁସୂଦନ ଖେତି, ତ୍ରିନାଥ ମହାକୁର ଓ କର୍ମକର୍ତ୍ତା ଲକ୍ଷ୍ମଣ ଡାଙ୍ଗ, ବାସୁଦେବ ବସ୍ତିଆ ଓ ଅନ୍ୟମାନେ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ମନ୍ଥନ ଲାଇଭ୍।